ଜଣେ ମହିଳା କ'ଣ ଚାହାନ୍ତି? ଜଣେ ମହିଳା କ'ଣ ଚାହାନ୍ତି? ଏହି ପ୍ରଶ୍ନ ନିଶ୍ଚୟ ପ୍ରତ୍ୟେକ ପୁରୁଷଙ୍କ ମନରେ କେବେ ନା କେବେ ଆସିଥିବ, କିନ୍ତୁ ଏହି ପ୍ରଶ୍ନର ସଠିକ୍ ଉତ୍ତର କେହି ଦେଇପାରିବେ ନାହିଁ। ଆପଣ ଏହାର ଉତ୍ତର ଜାଣିଛନ୍ତି କି? ଯଦି ହଁ, ତେବେ ଦୟାକରି ତଳେ କମେଣ୍ଟରେ ଆମକୁ କୁହନ୍ତୁ। ଯଦି ଆପଣ ଜାଣିନାହାନ୍ତି, ତେବେ ନିଶ୍ଚିତ ଭାବରେ ଏହି କାହାଣୀଟି ପଢ଼ନ୍ତୁ। ଏହି କାହାଣୀଟି ପଢ଼ିବା ପରେ ଆପଣ ନିଜେ ବୁଝିପାରିବେ ଯେ ଏହି ପ୍ରଶ୍ନର ସଠିକ୍ ଉତ୍ତର କ'ଣ। ଏହା ଏକ ବହୁତ ପୁରୁଣା କାହାଣୀ। ଥରେ ଜଣେ ବ୍ୟକ୍ତିଙ୍କୁ କୌଣସି ଅପରାଧ ପାଇଁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଯେତେବେଳେ ତାକୁ ରାଜାଙ୍କ ଦରବାରକୁ ଅଣାଗଲା, ରାଜା କହିଲେ, ମୁଁ ତୁମର ଜୀବନ ବଞ୍ଚାଇ ପାରିବି, କିନ୍ତୁ ଗୋଟିଏ ସର୍ତ୍ତରେ। ରାଜା କହିଲେ ଯେ ଯଦି ସେ ଗୋଟିଏ ପ୍ରଶ୍ନର ସଠିକ୍ ଉତ୍ତର ଦିଅନ୍ତି, ତେବେ ତାଙ୍କର ଦଣ୍ଡ କ୍ଷମା ହୋଇଯିବ। ପ୍ରଶ୍ନଟି ଥିଲା, ଜଣେ ମହିଳା ପ୍ରକୃତରେ କ'ଣ ଚାହାନ୍ତି? ଲୋକଟି ଆଶ୍ଚର୍ଯ୍ୟ ହୋଇଗଲା। ପ୍ରଶ୍ନଟି ସରଳ ମନେ ହେଉଥିଲା, କିନ୍ତୁ ଏହା ବହୁତ ଜଟିଳ ଥିଲା। ସେ ରାଜାଙ୍କୁ କିଛି ସମୟ ମାଗିଲା, ଯାହାଦ୍ୱାରା ସେ ଏହି ପ୍ରଶ୍ନର ଉତ୍ତର ପାଇପାରିବେ। ରାଜା ତାଙ୍କୁ ଗୋଟିଏ ବର୍ଷ ସମୟ ଦେଲେ। ଲୋକଟି ସାରା ରାଜ୍ୟରେ ବୁଲିବାକୁ ଲାଗିଲା। ସେ ଏହି ପ୍ରଶ୍ନର ଉତ୍ତର ଋଷି, ସନ୍ଥ, ବିଦ୍ୱାନ, ମହିଳା, ବୃଦ୍ଧ ଏବଂ ଯୁବକଙ୍କଠାରୁ ଖୋଜିବାକୁ ଚେଷ୍ଟା କଲା, କିନ୍ତୁ ସମସ୍ତଙ୍କ ଉତ୍ତର ଭିନ୍ନ ଥିଲା ଏବଂ ସେ କୌଣସି ଉତ୍ତର ସନ୍ତୋଷଜନକ ପାଇଲେ ନାହିଁ। ଯେତେବେଳେ ସମୟ ଆସିବାକୁ ଯାଉଥିଲା, କେହି ଜଣେ ତାଙ୍କୁ କହିଲା ଯେ ଏକ ଘନ ଜଙ୍ଗଲରେ ଜଣେ ବୁଦ୍ଧିମାନ କିନ୍ତୁ ଭୟଙ୍କର ଡାହାଣୀ ରହୁଥିଲା, ଯିଏ ପ୍ରତ୍ୟେକ କଷ୍ଟକର ପ୍ରଶ୍ନର ସଠିକ୍ ଉତ୍ତର ଜାଣିଥିଲା। ଶେଷରେ ପୁରୁଷଟି ଜଙ୍ଗଲରେ ପହଞ୍ଚି ଡାହାଣୀକୁ ଭେଟିଲା। ସେ ନମ୍ରତାର ସହିତ କହିଲା, ଦୟାକରି ମୋତେ କୁହ, ଜଣେ ମହିଳା ପ୍ରକୃତରେ କ'ଣ ଚାହାନ୍ତି? ଡାହାଣୀ କହିଲା, ମୁଁ ତୁମକୁ ଏହି ପ୍ରଶ୍ନର ସଠିକ୍ ଉତ୍ତର ଦେଇପାରିବି, କିନ୍ତୁ ମୋର ଏକ ସର୍ତ୍ତ ଅଛି। ଲୋକଟି କହିଲା, ସର୍ତ୍ତ କ'ଣ? ଡାହାଣୀ ହସି କହିଲା, ତୁମେ ମୋତେ ବିବାହ କରିବାକୁ ପଡ଼ିବ। ଲୋକଟି କିଛି ସମୟ ପାଇଁ ଚିନ୍ତା କଲା। ସେ ମନେ ମନେ ଭାବିଲା, ଯଦି ମୁଁ ତାକୁ ଉତ୍ତର ଦେଇପାରିବି ନାହିଁ, ତେବେ ସେ ଯେକୌଣସି ଉପାୟରେ ଏହା ଜାଣିପାରିବ। ତେବେ ଏହି ପ୍ରସ୍ତାବକୁ ଗ୍ରହଣ କରିବା ଭଲ। ତେଣୁ ସେ ହଁ କହିଲେ ଏବଂ ଡାହାଣୀକୁ ବିବାହ କଲେ। ବିବାହ ପରେ ଡାହାଣୀ କହିଲା, ତୁମେ ମୋ ସର୍ତ୍ତକୁ ଗ୍ରହଣ କରିଛ, ତେଣୁ ମୁଁ ତୁମକୁ ଏକ ପୁରସ୍କାର ଦେବାକୁ ଚାହୁଁଛି। ମୁଁ 12 ଘଣ୍ଟା ପାଇଁ ଏକ ସୁନ୍ଦର ପରୀ ଏବଂ 12 ଘଣ୍ଟା ପାଇଁ ଏକ ଡାହାଣୀ ହୋଇ ରହିବି। ଏବେ ତୁମେ ନିଷ୍ପତ୍ତି ନିଅ ଯେ ମୁଁ ଦିନରେ ଡାହାଣୀ ହେବି ନା ରାତିରେ। ଏବେ ଲୋକଟି ପୁଣି ଭାବିବା ଆରମ୍ଭ କଲା। ସେ ଭାବିଲା, ଯଦି ସେ ଦିନରେ ଡାହାଣୀ ହୋଇଯାଏ, ତେବେ ଦିନ କଟିବ ନାହିଁ ଏବଂ ଯଦି ରାତିରେ ଡାହାଣୀ ହୋଇଯାଏ, ତେବେ ରାତି କଟିବ ନାହିଁ। ବହୁତ ଚିନ୍ତା କରିବା ପରେ ସେ କହିଲେ, ତୁମେ ଯେ କୌଣସି ରୂପ ନେବାକୁ ଚାହୁଁଛ, ମୁଁ ତୁମ ଉପରେ କୌଣସି ନିଷ୍ପତ୍ତି ଲଦିବି ନାହିଁ। ଏହା ଶୁଣି ଡାହାଣୀ ବହୁତ ଖୁସି ହୋଇଗଲା। ସେ ହସି କହିଲା, ତୁମେ ମୋତେ ମୋର ଜୀବନକୁ ମୁଁ ଯେପରି ଚାହୁଁଛି ସେହିପରି ବଞ୍ଚିବାର ଅଧିକାର ଦେଇଛ। ଏହା ହେଉଛି ପ୍ରକୃତ ପ୍ରେମ ଏବଂ ସମ୍ମାନ। ତେଣୁ ଏବେ ମୁଁ ସବୁଦିନ ପାଇଁ ପରୀ ହୋଇ ରହିବି। ଏବଂ ଏହା ତୁମର ପ୍ରଶ୍ନର ଉତ୍ତର। ଜଣେ ମହିଳା ସବୁଠାରୁ ଅଧିକ ଯାହା ଚାହାନ୍ତି ତାହା ହେଉଛି ସ୍ୱାଧୀନତା। ଯଦି ତୁମେ ଜଣେ ମହିଳାଙ୍କୁ ତାଙ୍କ ଇଚ୍ଛା ଅନୁସାରେ ଜୀବନଯାପନ କରିବାକୁ ଦିଅ ଏବଂ ତାଙ୍କ ନିଷ୍ପତ୍ତିକୁ ଗ୍ରହଣ କର, ତେବେ ସେ ତୁମର ଜୀବନକୁ ସୁନ୍ଦର କରିଦେବେ। ଏବେ ନିଷ୍ପତ୍ତି ତୁମର। ତୁମେ ତାକୁ ପରୀ କରିବ ନା ଡାହାଣୀ କରିବ। ଯଦି ଆପଣଙ୍କୁ ଆମର କାହାଣୀ ଜଣେ ମହିଳା କ'ଣ ଚାହାନ୍ତି ପସନ୍ଦ ଆସିଛି, ତେବେ ଏହାକୁ ଆପଣଙ୍କ ବନ୍ଧୁମାନଙ୍କ ସହ ସେୟାର କରନ୍ତୁ ଏବଂ ଆମ କାହାଣୀ ଆପଣଙ୍କୁ କିପରି ଲାଗିଲା ତାହା କମେଣ୍ଟରେ କୁହନ୍ତୁ। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ, ତାହେଲେ ଲାଇକ୍, ସେୟାର, କମେଣ୍ଟ ଆଉ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି।